ଭାବ ଓ ଭାଷା ମନରେ ଭାବନା ଆସିବା ପରେ ଯାଇ ଲେଖାରେ କହିବାରେ ଭାଷା ପ୍ରକାଶ ପାଏ। ସାହିତ୍ୟର ପ୍ରକାରକୁ ନେଇ ଭାବ ଆଉ ଭାବକୁ ନେଇ ଭାଷା। ଭାବ ଗପର ଥିଲେ ଭାଷା ଗପର, ଭାବ ପ୍ରବନ୍ଧର ଥିଲେ ଭାଷା ପ୍ରବନ୍ଧର ହୁଏ। ତେଣୁ ଭାଷା ଭାବ ଅନୁସାରୀ। ପୁଣି ଭାଷାର ପ୍ରୟୋଗାତ୍ମକ ଉଦ୍ଦେଶ୍ୟକୁ ଭାବ କହନ୍ତି। ଭାଷା ବ୍ୟବହାରିକ ବସ୍ତୁ। ବ୍ୟବହାର ପାଇଁ ଭାଷା ଆବିଷ୍କୃତ। ମଣିଷଠାରେ ସଞ୍ଚିତ ସଂରକ୍ଷିତ ହୋଇ ରହିଛି। ବ୍ୟବହାର ନଥିଲେ ଭାଷା ଅଚଳ ଟଙ୍କା, ମୂଲ୍ୟହୀନ ହୋଇଯାଏ। ପ୍ରତ୍ୟେକ ଭାଷାର ପ୍ରୟୋଗ ବା ବ୍ୟବହାର ପଛରେ ତା'ର ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ହୋଇ ରହିଥାଏ। ତେଣୁ ଭାଷା ଥିଲେ ଭାବ ଥିବ। ଭାବକୁ ଛାଡ଼ି ଭାଷା ନାହିଁ। ଭାଷା ଓ ଭାବ ବା ଭାବ ଓ ଭାଷା ପରସ୍ପର ପରିପୂରକ, ଅବିଚ୍ଛିନ୍ନ। କେହି କାହାକୁ ଛାଡ଼ି ରହିବେ ନାହିଁ। ଭାଷାର ବ୍ୟବହାର ହୋଇଥାଏ ତାହାର ଭାବକୁ ଦେଖାଇବା, ପ୍ରତିଷ୍ଠିତ କରିବା, ଅନ୍ୟକୁ ବୁଝାଇବା, କୁହାଇବା କି ଆମେ ଏଇ ଉଦ୍ଦେଶ୍ୟରେ ଭାଷାକୁ ତୁମକୁ କହିଲୁ, ତୁମେ ବୁଝ, ଆମକୁ ଜାଣ, ସମ୍ପର୍କ ସମନ୍ୱୟ ସ୍ଥାପନ କର। ଭାଷା କୁହାଇ ଭାବ କାଢ଼ି ଦୁଇ ବିରୁଦ୍ଧ କଥନକାରୀଙ୍କ ମଧ୍ୟରେ ବୁଝାମଣାର ସମାପନକୁ କରେ। ଭାଷାର କଥନ ସାଥେ ଭାବ ନିହିତ। ନହେଲେ ବୁଝାମଣା ନାହିଁ, ହୋଇପାରିବ ବି ନାହିଁ। ଭାଷା ଉଦ୍ଦେଶ୍ୟହୀନ। ବ୍ୟବହାର କଦାପି ନୁହେଁ। ଫାଲତୁ କଥାରେ ବି ଅନର୍ଥକ ବଚନରେ ଅର୍ଥ ବାହାରେ। କି ଲୋକଟି ଭାରି ବାଜେ, ଅପଦାର୍ଥ, ଫାଲତୁ କଥାର ଭାଷା କହିବାରୁ ହିଁ ଏହା ଜଣାପଡ଼ିଲା। ନହେଲେ ଜଣାପଡ଼ି ନଥାନ୍ତା ଲୋକଟା ଫାଲତୁ ବୋଲି। ଭାଷା ଭାବ ପରିପୂରକ ସତ୍ତା। ଜଣେ ଅନ୍ୟର ଅଭାବ ଦୂର କରେ। ପୁନର୍ବାର କହିବାରେ ଏହି ଅପୂର୍ଣ୍ଣତା ଦୂର ହୋଇଥାଏ। ଅର୍ଥାତ୍ କ'ଣ ଛାଡ଼ିଗଲା, କ'ଣ ରହିବା କଥା, କେମିତି ରହିବ, ତାହାର ସଂସ୍କାର ସଂଶୋଧନ ପରବର୍ତ୍ତୀ କଥନରେ ବୋଲିବା କହିବାରେ ଆସେ। ଥରେ କହିବାରେ ଭାଷାର ସବୁ ଭାବ ଜଣାପଡ଼ି ନଥାଏ। କାରଣ ଭାଷାର ବାକ୍ୟ ସମ୍ପୂର୍ଣ୍ଣ ନଥିବା କାରଣରୁ ଏମିତି ହୁଏ। ଯେଉଁଥିପାଇଁ ବାକ୍ୟ ପରେ ବାକ୍ୟ, କଥା ପରେ କଥା ମଣିଷ ଆବଶ୍ୟକ ମୁତାବକ କହିଚାଲେ, ବିନା ବାଧାରେ, ପ୍ରତିବନ୍ଧକକୁ ନ ଦେଇ। ଭାବରୁ ଶ୍ରୋତା ଜାଣେକି ଭାଷା ବ୍ୟବହାରର ଉଦ୍ଦେଶ୍ୟ। ଜଣେ ଜଣକୁ ଗାଳି ଦେଉଛି ମାନେ ଗାଳି ଦେଉଥିବା ବ୍ୟକ୍ତିଟି ଗାଳି ଖାଉଥିବା ବ୍ୟକ୍ତି ଉପରେ ରାଗିଛି ଯେହେତୁ ତା'ର କିଛି କ୍ଷତି ହୋଇଛି, ନହେଲେ ଗାଳି ଦେଇ ନଥାନ୍ତା, ରାଗି ନଥାନ୍ତା। ଏଇଟା ହିଁ ଭାଷାର ପ୍ରଯୁକ୍ତିର ଭାବ। ଛୋଟ ପିଲାଟି କିଲିକିଲା କରି ହସି ଦାଦା ଦାଦା ଡାକି ଲୋକଟି ପାଖକୁ ଖୁସିରେ ଦୌଡ଼ି ଯିବାର ଭାବ ଏଇ ସୂଚନା ଦେଇଥାଏ କି ଲୋକଟି ଶିଶୁର କେହି ନିଜର ଆତ୍ମୀୟ ଅଛି, ସେ ତାକୁ ଚିହ୍ନେ, ଜାଣେ। ସୁତରାଂ ତାକୁ ଦେଖିଲା ପରେ ସେ ଖୁସିରେ ତା'ର ପାଖକୁ ଦୌଡ଼ି ଯାଉଅଛି। ଭାବର ଏମିତି ଚିହ୍ନିବା ହୋଇଥାଏ। ଭାଷା ପ୍ରକାଶ୍ୟ, ଭାବ ଅନୁଭବ୍ୟ। ଭାଷା ଉପରି ଜିନିଷ, ଭାବ ଭିତରି ତଥ୍ୟ। ଭାଷା ଉଭା, ଭାବ ପୋତା। ଯାହାକି ଜଡ଼ିତକରଣ ମାନେ ଭାବ ପ୍ରକାଶ ପାଇଁ ଭାଷାକୁ କୁହାଯାଇଥାଏ। ଗୋପାଳକୃଷ୍ଣଙ୍କର ପଦ୍ୟ ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ, ଦଧି ମନ୍ଥାଇ ଦେବୁ ନାହିଁକିରେ। ଏଥିରୁ ନିଷ୍ପନ୍ନ ବା ବାହାରୁଥିବା ଭାବ ହେଲା ଅଧରାତିରେ ବାଳକୃଷ୍ଣ ନିଦରୁ ଉଠିଯାଇ ମାତା ଯଶୋଦାଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି। ଯୋଉଥିପାଇଁ ଯଶୋଦା ମାତା ଏମିତି ପଦ୍ୟ ଭାଷା ବ୍ୟବହାର କରିଛନ୍ତି, ପାଟିରୁ କହିଛନ୍ତି। ଭକ୍ତଚରଣ ଦାସଙ୍କର ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବିର। ଭାଷା ପ୍ରଯୁକ୍ତିର ନିର୍ଗତ ଭାବ ହେଲା ବାତ୍ସଲ୍ୟ ମମତାରେ ମୋହଗ୍ରସ୍ତ ହୋଇ କୃଷ୍ଣଙ୍କ ବିଚ୍ଛେଦରେ ସେ ଗୋପପୁରରେ କେମିତି ରହିବେ, କାଳାତିପାତ କରିବେ, ତାଙ୍କୁ ଦଶଦିଗ ଶୂନ୍ୟ ବା ଅନ୍ଧାର ଦିଶିବ। ତେଣୁ ପ୍ରେମ ଭାବ ନିର୍ଗତ ହେଲା, ପାଟିରୁ ବାହାରିଲା। ଭାଷାରୁ ଭଲ ଭାବର ନିର୍ଗତ ପାଇଁ ଜୀବନ ବି ଭଲ ହେବା ଦରକାର। ସୁଖମୟ, ଶାନ୍ତିମୟ, ସୁରୁଖୁରୁରେ ଜୀବନ ବିତିବା ଦରକାର। ଏ ବନ ଝରଣା ନାଚି ନାଚି ଯାଅନା, ଏ ମୋର ମଇନା ଧରା ଦିଅନା। ମନ ଆକାଶ ଓଡ଼ିଆ ସିନେମାର ଏହି ଗୀତରେ ଜୀବନ ସୁଖମୟରେ ଥାଇ ଜଙ୍ଗଲ ବୁଲିବାରେ ଥିବାରୁ ଭାଷା ଯେମିତି ଭଲ, ଭାବ ବି ତଦ୍ରୂପ ବା ସେମିତି ଭଲ ଅଛି। ଭାଷା ପ୍ରୟୋଗାତ୍ମକ ଅବସ୍ଥାନ୍ତର ପରିସ୍ଥିତିକୁ ଦେଖି ଭାଷା କୁହାଯାଇଥାଏ। ସୁତରାଂ ଭାବ ବି ସେଇ ରକମ ହୁଏ। ଭାଷା ପ୍ରୟୋଗ ଅସ୍ପଷ୍ଟ ଥିଲେ ଭାବ ନିଷ୍ପନ୍ନ ବା ବାହାରିବା ବି ଅସ୍ପଷ୍ଟ ଆସିବ। ଯେହେତୁ ଭାଷା ଭାବ ସମ୍ବାହୀ,
ଭାବକୁ ବହନ କରେ ଭାଷା। ଦୁର୍ବୋଧ୍ୟ କବିତାର ଭାଷା ଏହିପରି ହୋଇଥାଏ। ମାମୁଁ ଘରେ ଗୋଟିଏ ଗାଈ, ରାତି ପାହିଲେ ଗୋଟେ ନାହିଁ। ଏଇ ଯେଉଁ ପହେଳିର ଭାଷା ଦୁର୍ବୋଧ୍ୟ ଥିବାରୁ ଭାବ ବି ଦୁର୍ବୋଧ୍ୟ ଅଛି। ଆକାଶର ତାରା ରାତିରେ ଥାଆନ୍ତି, ଦିନରେ ଦିଶନ୍ତି ନାହିଁ। ପବନ ତାହାର ଆହାର, ଖାଏ ଗୋଇଠା ପାହାର। ଭାବ ହେଲା ପେଣ୍ଡୁ, ହସି ହସି ଝରିଗଲା ସିମେଣ୍ଟର ଚଟାଣ ଉପରେ ସୁନାର ଝରଣା। ସେତେବେଳେ ଏ ଗଳିରେ ଲୋକ ଥିଲେ, ଖରା ଥିଲା, ଆଉ ମୋ ଦେହେ ଥିଲା ପୌଷର ପଳିତ ମୂର୍ଚ୍ଛନା। ଭାବ ହେଲା ବେଶ୍ୟା ନାରୀ, ବେଶ୍ୟା ପ୍ରତିଦାନକାରିଣୀର ପ୍ରସ୍ତୁତି। ସିମେଣ୍ଟ ଚଟାଣ ଉପରେ ଶୋଇକି, ନଦୀ ରୂପରେ ଦେଖାଇକି। ସୁନା ଝରଣା ହେଉଛି ଗୋରା ରଙ୍ଗର ନାରୀର ପ୍ରତିନିଧି। ବ୍ୟବହୃତ ଭାଷା ଲୋକାଭିମୁଖୀ। ଲୋକ ଯଦି ସରଳ ଅଛି, ସେ ସିଧାସଳଖ ଭାଷା କହିକି ସିଧାସଳଖ ଭାବ ବାହାର କରାଇବ। ଜଟିଳ ବଦମାସିଆ ଲୋକ ଭଲ ଭାଷା କହି ନଥିବାରୁ ଭଲ ଭାବ ବି ବାହାରି ନଥାଏ। ଯାହାଫଳରେ ଲୋକ ବୁଝିଗଲା ପରେ ସମସ୍ୟା ଉପୁଜେ। ଭଲ ଭାଷା ପ୍ରୟୋଗ କ୍ଷେତ୍ର ଅଛି, ଯଥା ଶିକ୍ଷା, ସଙ୍ଗ, ସ୍ଥାନ, ପରିବେଶ। ଏସବୁ ଥିଲେ ଲୋକ ଭଲ ସାଧୁ ଭାଷା କହି ଭାବକୁ ବି ମାଧୁର୍ଯ୍ୟମୟ, ସୌନ୍ଦର୍ଯ୍ୟମୟ କରାଏ। ଯେମିତି ସାଧୁ ସଙ୍ଗତରେ ସଙ୍ଗୀ ହେଲେ ଲୋକ ଆପେ ସାଧୁ ହୋଇଯାଏ। ହୀନ ଜନ ସଙ୍ଗେ ମିଳାମିଶା କଲେ ହୀନ ବୁଦ୍ଧି ସିନା ପାଏ। କର୍ତ୍ତବ୍ୟ ପାଳନେ ଯଶ ଧନ ଲୋଭେ ଦୁନିଆରେ କର୍ମବୀର। ଭାଗ୍ୟକୁ ଆଦରି କାପୁରୁଷ ସିନା ଦୁଃଖ ଭୋଗେ ବାରମ୍ବାର। ବିଦ୍ୟା ମହାମିତ୍ର, ବିଦ୍ୟା ମହାବଳ, ବିଦ୍ୟା ଅଟେ ମହାଧନ। ଜଗତେ ବିଦ୍ୱାନ ଲଭଇ ସମ୍ମାନ, ମୂର୍ଖ ପାଏ ଅପମାନ। ଉପରୋକ୍ତ ପଦ୍ୟ ପଦମାନ ସବୁ ପ୍ରଯୁକ୍ତ ଭାଷାରେ ହିତୋପଦେଶାତ୍ମକ ନୀତିଶତକ ଭଳି ମନେହୁଏ। ଅଗତ୍ୟା ଏମାନଙ୍କଠାରୁ ନିର୍ଗତ ନିଷ୍ପନ୍ନ ଭାବ ସହଜଲବ୍ଧ ହୋଇଅଛି। ଭାଷା ବୈଚିତ୍ର୍ୟମୟ, ଭାବ ବି ବୈଚିତ୍ର୍ୟମୟ। ଭାବର ନିଜସ୍ୱ ସ୍ଥିତି ନାହିଁ, ଭାଷାର ନିଜସ୍ୱତା ଅଛି। ମନୁଷ୍ୟଠାରେ ଥାଏ। ମନୁଷ୍ୟ ପରିସ୍ଥିତିକୁ ଚାହିଁ ଭାଷା ବ୍ୟବହାର କରେ। ଭାବ ତହିଁରୁ ବହିର୍ଗତ ହୋଇଥାଏ। ସଙ୍କେତ ଭାଷା, ସ୍ୱରିତ ଭାଷା, ଗଦ୍ୟ ଭାଷା, କଥିତ ଲିଖିତ ଭାଷା, ଶିକ୍ଷାୟିତ ଭାଷା, ମନୋଭାବିତ ଭାଷା ହୋଇ ଭାଷା ବ୍ୟବହୃତ। ଅନୁରୂପ ଭାବ ବା ଭାଷାର ପ୍ରଯୁକ୍ତିର ଅର୍ଥ ବହିର୍ଗତ ହୋଇ ଶ୍ରୋତାକୁ ସମୟ ଜୀବନ ସମ୍ପର୍କିତ ଧାରଣା ଦିଏ। ଲେଖିବାରେ ଭାଷା ଆଗ। ଭାଷା ମନକୁ ମନ ଲେଖି ହୋଇଯାଏ ନାହିଁ, ତାକୁ ଭାବ ହିଁ ଲେଖାଏ। ଭାବିବାରେ, ଚିନ୍ତା କରିବାରେ ଭାବ ଆଗ। ଭାବ ଆଗ ଚିନ୍ତା କରେ ସେ ଭାଷାକୁ କେମିତି ଲେଖାଇବ, କେତେ ପର୍ଯ୍ୟନ୍ତ ଲେଖାଇବ। ସେ ଲେଖିବାରେ କ'ଣ ପାଠକୀୟ ପ୍ରତିକ୍ରିୟା ଦେଖାଦେବ, ସେ ପ୍ରତିକ୍ରିୟାକୁ କେମିତି ପ୍ରତିହତ କରାଯିବ। ଯଦି ପ୍ରତିହତ କରାଯାଇ ପାରିବ ନାହିଁ, ତାହେଲେ ଆତ୍ମସମର୍ପଣ କରିବା କ'ଣ ଯଥାର୍ଥ ହେବ? ପାଠକ କଥା ମାନି ଭାଷାର ଭାବକୁ ବିବର୍ତ୍ତନ ପରିବର୍ତ୍ତନ କରିବାକୁ ପଡ଼ିବ କି? ଏହିସବୁ ସମସ୍ୟା ଆସି ଉପଗତ ହେବାର ସମ୍ଭାବନା ଅଛି। ଲୋକେ ଭୁଲ କଥା କହି ସେଥିରୁ ଉତ୍ପନ୍ନ ଭାବ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସରି, ଭୁଲ ହୋଇଗଲା, ଏମିତି ଆଉ କହିବି ନାହିଁ, ମୋତେ ମାଫ କରିଦିଅନ୍ତୁ ଦୟାକରି। ତେଣୁ ଭାଷା ବ୍ୟବହାର କରିବା ପୂର୍ବରୁ ଭାବ ଦିଗ ପ୍ରତି ପ୍ରଥମେ ଗୁରୁତ୍ୱ ଦିଆଯିବା ଉଚିତ ଥିଲା। ନହେଲେ ପାଟିରୁ ନିର୍ଗତ ଭାଷାର ସଂଶୋଧନ ନଥାଏ, କେବଳ କ୍ଷମାଯାଚଜ୍ଞା। କଥାରେ ଭାଷାକୁ ଫେରାଇ ଅଣାଯାଇଥାଏ, ପରନ୍ତୁ ତାହା ସୁସ୍ଥିର ବିଚାର କଦାପି ହୋଇନପାରେ। ଭାଗବତରେ ଅଛି, ଆପେ ଅର୍ଜିଲା କର୍ମମାନ ଆଗୁ ହୋଇବ ସାବଧାନ। ପାଟିରୁ ନିର୍ଗତ ବା ବାହାରୁଥିବା ଭାଷା ପାଟିର ଅପର କର୍ମ। ଜିଭର କାମ ହେଲା ଖାଇବ, ନହେଲେ ନାମ ରଟିବ। ଖାଇବା ଏବଂ କଥା କହିବା ପାଇଁ ଜିଭ ରହିଛି। ଏହା ନଥିଲେ ପାଟି ଗଁ ଗଁ ଶବ୍ଦ କରିବ ସିନା, ହେଲେ ସୁଚାରୁ କଥା କହିପାରିବ ନାହିଁ। ଭାଷାକୁ ଜାତିର ଜିଭ ବୋଲି କୁହାଯାଇଅଛି। ଭାଷା କହିବା ବା ଲେଖିବା ପୂର୍ବରୁ ଭାବ ସର୍ବାଦୌ ଚିନ୍ତା କରୁ କି କ'ଣ ଲେଖିବି ବା ଲେଖିବ। ଭାଷା ଓ ଭାବ ଜଡ଼ିତ ରହିଥିବାର ଉଦାହରଣ ହେଲା, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। କାଳର ବଶଇ ଜଗତ ପ୍ରାଣିଏ କାଳର ଆୟତ, ସେ କାଳ ବସେ ସର୍ବେ ଚଳି, ପବନ ଯେହ୍ନେ ଗନା ବଳି। ଜଗନ୍ନାଥ ଦାସ କେଡ଼େ ସୁନ୍ଦର ସୁନ୍ଦର ରୋଚକୀୟ ପଦ୍ୟ ବାକ୍ୟ ତାଙ୍କ ଭାଗବତ ଗ୍ରନ୍ଥରେ କହିଛନ୍ତି, ଭାଷାରେ ପ୍ରକାଶ କରିଛନ୍ତି, ଯେ ମନ ମୋହିତ ହୋଇଯାଉଅଛି। ସାହିତ୍ୟର ଗବେଷଣାଗାର ବା ପରୀକ୍ଷାଗାର ହେଉଛି ଏ ବିରାଟ ଦୁନିଆ ଏବଂ ମଣିଷର ବୈଚିତ୍ର୍ୟପୂର୍ଣ୍ଣ ଜୀବନ। ଦୁଇଟିକୁ ଦେଖି ଭାବ ମସ୍ତିଷ୍କରେ ଗବେଷଣା କରି କବି ଏମିତି ଭାଷାରେ ଲେଖିଦେଇ ଅଛନ୍ତି କି, ଯାହା ବେଦରଗାର, ଅକ୍ଷୁର୍ଣ୍ଣ, ଅଭ୍ରାନ୍ତ ହୋଇ ରହିଅଛି। ଭୁଲ ବୋଲି କେହି କହିପାରିବେ ନାହିଁ। କବି ଲେଖିଲେ ଦେଖିକି, ପାଠକ ପଢ଼ିକି ଅନୁଭବ କରିଲା, କହିବାର କଥାର ସତ୍ୟତା। ପରେ
ମାନିଗଲା କି ହଁ କଥାଗୁଡ଼ିକ ଅଭ୍ରାନ୍ତ ସତ୍ୟ, କୌଣସି ଭୁଲ ନାହିଁ। କୌଣସି ହିନ୍ଦୀ ସିନେମାର ଗୀତରେ ଅଛି ସାରା ପ୍ୟାର ତୁମ୍ହାରା मैंने बांध लिया है आंचल में। ଏହା ଗୀତର ବୋଲି ବା କୁହାଯାଉଥିବା ଭାଷା। ଭାବ ରହିଥିଲା ଭାଷା ଆଗରେ, ଶୁଣିକି ବାହାରିଲା ପଛରେ। ଅର୍ଥ ହେଲା, ବ୍ୟାଖ୍ୟା ବା ବୟାନଟି ହେଲା ଏ ମୋର ସ୍ୱାମୀ, ମୁଁ ତୁମକୁ ବାହା ହୋଇ ସଧବା ହେଲି, ଶାଢ଼ୀ ପିନ୍ଧିଲି, ଆଉ ତୁମର ସବୁ ଭଲ ପାଇବାକୁ ମୋର ପରିହିତ ପିନ୍ଧିଥିବା ଶାଢ଼ୀର କାନିରେ ବାନ୍ଧି ରଖିଲି। ଯେମିତି ଚାବି ପେନ୍ଥା ପଇସା ଟଙ୍କା କାନିରେ ଗଣ୍ଠି ପକାଇ ବାନ୍ଧି ଦିଆଯାଏ। ତେଣୁ ପତି ପତ୍ନୀର ଦାମ୍ପତ୍ୟ ପ୍ରେମର ଏ ଭାବ ଆଶା ଭୋଁସଲେ ଓଡ଼ିଆ ଚଳଚ୍ଚିତ୍ର ଆରତିରେ ଗାଇଲେ ଜହ୍ନଗ ତୁମେ ଲୋଚନା ଝରାଇ ଲୁହ ଯୋଛନାର ଭାବ କବି ଗୀତିକାର ଭାଷାରେ ରୂପ ଦେବା ପୂର୍ବରୁ ଫିଲ୍ମର ଅନୁକ୍ରମ ବା ସିକ୍ୱେନ୍ସକୁ ଦେଖିକି ଭାବି ଭାଷା ଲେଖିଗଲା। ମାନେ ଅର୍ଥ ହେଲା, ନାୟିକାର ଜୀବନରେ ଦୁଃଖ ଅଛି, ସେ ଜହ୍ନ ରାତିରେ ଉଜାଗର ରହି ମନେ ପକାଇ କାନ୍ଦୁଛି। ସେ କାନ୍ଦକୁ ନିଜର ନ କହି ଜହ୍ନ ପ୍ରତି ଦୋଷ ଦେଇ ଆରୋପ ଲଗାଇ କହୁଛି, ହେ ଜହ୍ନ, ତୁମେ ଯୋଛନା ବା ଚନ୍ଦ୍ରକିରଣର ଲୁହ ଝରାଇ ଆଉ କାନ୍ଦନା। ଜହ୍ନର କାନ୍ଦିବା ହେଲା ଶିଶିର ବିନ୍ଦୁର ପାତ। ଜହ୍ନ ଏଠି ସୁନ୍ଦରୀ ନାୟିକା ଅନିତା ଦାସ ଫିଲ୍ମରେ ଅଛନ୍ତି। ତାଙ୍କ ସ୍ୱାମୀ ମରିଯାଇଥିବାରୁ ସେ ବିଧବା ହୋଇଯାଇଛନ୍ତି। ଝରକା ପାଖ ଖଟରେ ଧଳା ଚାଦର ବିଛାଇ ପାରି ମଲ୍ଲି ଫୁଲ ବିଛେଇ ସେଥିରେ ଜହ୍ନ ଆଲୁଅ ପଡ଼ିଛି, ତାକୁ ଦେଖି ଗୀତ ଗାଇଛନ୍ତି। କାରୁଣ୍ୟବୋଧର ଭାବ ଗୀତଟିରେ ରହିଅଛି। ଏସବୁଥିରୁ ପ୍ରମାଣିତ ହେଲା ଯେ ଭାବ ହିଁ ଭାଷାକୁ ରୂପାୟିତ କରାଏ।